ତ ଦୁନିଆରେ ଦୁଇ ଜଣ ଲୋକ ହିଁ ତୁମର ସବୁବେଳେ ଭଲ ଚାହାନ୍ତି। ଗୋଟେ ହେଲା ତୁମର ପ୍ୟାରେଣ୍ଟସ୍, ଆଉ ଗୋଟେ ହେଲା ତୁମ ଟିଚର୍, ତୁମ ଅଭିଭାବକ, ତୁମ ଶିକ୍ଷକ। ତ ତୁମେ କ'ଣ କରୁଛ, ବହୁତ ଦୋସ୍ତ ମାନେ ସାଙ୍ଗ ତିଆରି କରିଦେଉଛ। ତ ସାଙ୍ଗମାନେ ଠିକ୍ ଅଛି, ସାଙ୍ଗ ଗୋଟେ ଭଲ ଭଲ ଅନୁଭୂତି, କିନ୍ତୁ ଏ ସାଙ୍ଗ ସବୁବେଳେ ସମସ୍ତଙ୍କ ସହିତ ନଥିବ। ତ ସାଙ୍ଗ ତୁମର ଭଲରେ ମନ୍ଦରେ ଯେ ସବୁବେଳେ ଠିଆ ହୁଏ, ସେ ଭଲ ସାଙ୍ଗ ହୋଇଥାଏ। ଏମିତି ବି ସାଙ୍ଗ ଅଛନ୍ତି ଯେ ତୁମକୁ କ'ଣ କରୁଛନ୍ତି, ଡିଷ୍ଟ୍ରାକ୍ଟ କରିଦେଉଛନ୍ତି, ପାଠ ପଢ଼ାଇ ଦେଉନାହାନ୍ତି, ତୁମକୁ ଅନ୍ୟ ଦିଗ ଆଡ଼କୁ ନେଉଛନ୍ତି। ତ ଏମିତି ସାଙ୍ଗକୁ ତୁମେ ଯେତେ ଶୀଘ୍ର ଛାଡ଼ିଦେବ ସେତେ ବେଟର୍। ତ ସେଇଟା ହିଁ ତୁମ ପାଠ ପଢ଼ାରେ ବହୁତ ସାହାଯ୍ୟ କରିବ। ଆଉ ସବୁଠୁ ବଡ଼ ତ ବାପା ମାଆ, ଯିଏକି ତୁମକୁ ସବୁ ଖର୍ଚ୍ଚ ବୁଝନ୍ତି, ତୁମେ କେମିତି ପଢ଼ିବ, କେମିତି ଆଗକୁ ବଢ଼ିବ, ତୁମ ଭବିଷ୍ୟତ କେମିତି ଗଢ଼ିବ। ତୁମେ ଭଲ କପଡ଼ା ପିନ୍ଧ କି ଜୋତା ପିନ୍ଧ, ସବୁବେଳେ ତୁମ ବାପା ମାଆ ଚିନ୍ତା କରନ୍ତି। ତୁମେ 12 କି 10 ପରେ କ'ଣ କରିବ, କ'ଣ ନାହିଁ, ସବୁବେଳେ ତୁମର ଅଭିଭାବକ ହିଁ ଚିନ୍ତା କରନ୍ତି। ତ ବାପା ମାଆଙ୍କଠୁ ବଡ଼ କେହି ନୁହନ୍ତି। ଆଉ ସେକେଣ୍ଡ ହେଲା ଯିଏ ଶିକ୍ଷକ। ଶିକ୍ଷକ ଦେଖ, ସେ ପର ପିଲାକୁ ବି ନିଜର କରିକି ତାକୁ କ'ଣ କରେ, ତାକୁ ପଢ଼େଇଥାଏ, ତାକୁ ଭଲ ବିଚାର, ଭଲ ସଂସ୍କାର ଦେବାକୁ ଚେଷ୍ଟା କରିଥାଏ। ତ ସବୁଠୁ ଖରାପ କିଏ ତୁମ ସାଙ୍ଗ ବୋଲି କହିପାରିବିନି, ଭଲ ସାଙ୍ଗ ଅଛନ୍ତି। ଭଲ ସାଙ୍ଗ ତୁମେ ଚଏସ୍ କରିବା ଗୋଟେ ବହୁତ ବଡ଼ କଥା। ଭଲ ସାଙ୍ଗ ମିଳିବା ବି ବହୁତ କଷ୍ଟ। ତ ଯେଉଁ ସାଙ୍ଗ ତୁମର ମଙ୍ଗଳ ଚାହୁଁଛି ତାକୁ ହିଁ ତୁମେ ସାଙ୍ଗ କର। ଅନ୍ୟମାନଙ୍କୁ ତୁମେ ଆଭଏଡ଼୍ କର। ସାଙ୍ଗ ରଖ କିନ୍ତୁ ଆଭଏଡ଼୍ କରିବାକୁ ଚେଷ୍ଟା କର। ଆଉ ପାଠ ପଢ଼ିଲା ବେଳେ ସାଙ୍ଗକୁ ନେଲେ ପାଠ ପଢ଼ିପାରିବ ନାହିଁ। ଧନ୍ୟବାଦ। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ।